ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ ସମସ୍ତେ ଆଶା କରୁଛି ସମସ୍ତେ ଭଲରେ ଥିବେ ଖୁସିରେ ମଧ୍ୟ ଥିବେ। ଆଉ କାଲିକା ରାତିଆ ଭିଡ଼ିଓଟା ସାଙ୍ଗମାନେ ସ୍ପଟ୍ ଉପରେ ତ ଆସିକି ପହଞ୍ଚିଲେ ଆମ ମାର୍କେଟ ଉପରେ ପହଞ୍ଚି ଯାଇଛି ହେଲା। ତ ଟିକେ ଆଉ ଗୋଟେ ଜାଗା କ୍ୟାନସଲ୍ ହେଇଗଲା କାହିଁକିନା ଆମ ଷ୍ଟେସନ୍ ପାଖଟା ଟର୍ଚ୍ଚ ଫର୍ଚ୍ଚ ଅଛି ନା ଟ୍ରେନ୍ ମ୍ୟାନ୍ ଆଇବ ତ ସେଥିପାଇଁ ସେଠିକି ଯିବାନି। ଏବେ ଆମେ ଯିବା ଆମ ଫିଲ୍ଡ ଯେଠି ଖେଳ ହୁଏ ବାପା ବଡ଼ବାପା ଏମାନେ ସବୁ କୁହନ୍ତି ସେଠି କିଛି ଅଛି ବୋଲିକା ସ୍ପ୍ରିଟ୍ ଟାଇପ୍ର ତ ସେଠିକି ଯିବା ଟିକେ ଇଏ କରିକି ଟ୍ରାଭେଲ୍ କରିକି ଆଇବା। ତ ଆମ ସହିତ ଯୋଡ଼ି ଅଛନ୍ତି ବାପ ଉର୍ଫ ମାତାଲି ଆମ ଗ୍ରୁପ୍ର ଆକୁ ମାତାଲି ଟିକେ ଡାକନ୍ତି। ଆଉ ଛାଡ଼ ସେ ଅନ୍ଧାର ହେଇଥାଉ। ଆଗରେ ଆମର ଯାଉଛନ୍ତି ବଡ଼ ଭାଇ ଯେ ଆମ ବାବୁ ଭାଇ ଟିକେ ସାହସ ତାଙ୍କୁ ଟିକେ ଆମେ ଡାକିଛେ କାହିଁକିନା ସାହସ ଟିକେ ପହଞ୍ଚିବ ନା କି ବାବୁ ଆମକୁ ଟିକେ ସାହସ ଟିକେ ପହଞ୍ଚିବ। ସାହସ ନ ପହଞ୍ଚିଲେ କିଛି କରିପାରିବାନି ବେକାରଟାରେ ଡରି ଡୁରା ଯିବା ପୁଣି ଜ୍ୱର ମର ହେବ। ବାବୁ ଭାଇ ଆସୁନ ଏଠି। ଆଉ ବାବୁ ଭାଇ ବି ଆମ ଗହଳରେ ଅଛନ୍ତି। ଆମେ ତିନି ଜଣ ଅଛେ ଯଦି ତିନି ଜଣ ଆଜି ଆମେ କିଛି କ୍ୟାପଚର୍ କରିବୁ ଗୋଟେ ଜାଗା କ୍ୟାପଚର୍ କରିବୁ ଆଜି କାହିଁକିନା ବେଶୀ ଜାଗା କରିବୁନି। ଆମେ ଏତେ କିଛି ଜାଣିନେ ବାପା ବି ଟିକେ ଡରେଇ ଦେଇଛନ୍ତି ଆଇଲା ବେଳେ ମୋ ବାପା ଆଉ ମାଆ ଆଉ ବାବୁ ଭାଇ ତ ଆମର ତ ସାହସୀ ଲୋକ ତାଙ୍କୁ ତ କେହି କିଛି କହିବେନି କାହିଁକିନା ସେ ବାବା ହେଇକି ଦୁଇଟା ଖଣ୍ଡେ ଛୁଆ ହେଲାଣି ସିଏ ତାଙ୍କୁ କିଛି କହିବେନି ହେଲା। ଆମେ ଚାଲିଛେ ଆଉ ଆମେ କଲେଜ ପାର ଏଇ ଭାଣ୍ଡ କଲେଜ ଲାଇଟ୍ କିଛି ଦପ ଦପ ହଉଛୁ ଓହୋ ବାବୁ ଭାଇ କହୁଛନ୍ତି ତାଙ୍କ ନାଁ ଧରିତେ ମନା କରୁଛନ୍ତି କାହିଁକି ନା ସେ ଟିକେ ଅଛନ୍ତି ଆଉ ଆମେ କିଛି କହିବାନି ନା କି ବାପ ଆମର ଖାଲି ତାଙ୍କୁ ଟିକେ ତାଙ୍କ ସାହସରେ ଆଇଛୁ ଆମେ ଆଉ ଠିକ୍ ଭାଇ ତାଙ୍କ ଆଡ଼ୁ କହିଦେଲେ। ଆମେ ଚାଲିଛେ ପୁରା ଟୋଟାଲ୍ ଆମ ମାନେ ସେଠି ଯେଉଁ ଫିଲ୍ଡ ଅଛି ଖେଳ ହୁଏ ତା ଅପୋଜିଟ୍ ସାଇଡ଼୍କୁ ଗୋଟେ ଅଛି ମାନେ ଶୂନଶାନ ହେଲା କି ସେଠିକି ଯିବା। ବହୁତ ସାହସ ଗାଡ଼ି ଫାଟିଗଲାଣି ମୋର ତା ନାଁ ଧରିବା ଗାଡ଼ି ଫାଟୁଛୁ କାହିଁକିନା ମୁଁ ତ ରାତିର ସେପଟେ ପାସ୍ କରି ଯାଇଛି। ତ ବେ ବାପୁ ସେଠି କ'ଣ କିଛି ଜଳୁଛି ସେଠି ଦେଖିନା କିଛି ଜଳୁଛି ଆଜ୍ଞା ଆମେ ଜାଗା ଉପରେ ପହଞ୍ଚିକି ସେ ଗୋଟେ ଲାଇଟ୍ ଦପ ଦପ ହେଲାଣି ଜାଗା ଉପରେ ପହଞ୍ଚିକି ଦେଖିବା ଚାଲ। ତ ସାଙ୍ଗମାନେ ସ୍ପଟ୍ ଉପରେ ଆମେ ପହଞ୍ଚି ଯାଇଛେ ତଣ୍ଟି ବସି ହେଲାଣି ବାବୁ ତ ତଣ୍ଟି ବସି ହେଲାଣି। ଏଇଟା ଆମ ଫିଲ୍ଡ ମାନେ ଏଇଠି ଖେଳ ହୁଏ ଆଉ ତା ଅପୋଜିଟ୍ ସାଇଡ଼୍କି ଏଇଟା ମଶାଣି କୁହୁରା ହେଇଛି ଦେଖାହେଉନି। ଏଇଟା ସେଇ ଗଛ ବାପା କୁହନ୍ତି ଯେମିତିକା କି ସେଇଟା ମୁଁ ପରେ ଘର କତିକି ପହଞ୍ଚିଲା ପରେ ତୁମକୁ ସେଇଟା କହିବି ସବୁ ଡିଟେଲ୍ସ ହେଲା। ଜାଗା ଉପରେ ସେଗୁଡ଼ା ସବୁ ଉଠେଇବିନି କାହିଁକିନା ଟିକେ ଡର ବି ମାଡ଼ୁଛି। ବେଇ ଏଠି ମା ଆଜ୍ଞା କିଏ ବଇଛି ନା ସବୁ ନା କେହି ନାହାନ୍ତି। ଏଇଟା ଆମର ମଶାଣି ଯେମିତି ଦେଖିପାରୁଥିବ ଏଇଟା ମଶାଣି ଟୋଟାଲ୍ଟା ହେଲା। ଏଇଟା ପୁରା ଶମଶାନଟା ଏଇଠି ସମସ୍ତଙ୍କୁ ଜଳାଯାଏ ଆଉ ଆମମାନଙ୍କର ଫାଟିକି ଧୂଆଁ ହେଲାଣି କୁହୁରା ହେଇଛି କିଛି ଦେଖା ବି ଯାଉନାହିଁ ସେମିତିକି। ତ ଏବେ ଯିବା ଆ ଭିତରକୁ ଆମେ ପଶିବା ଗଛଟା ଦେଖିପାରୁଥିବ ଟୋଟାଲ୍ ହେଲା ପୁରା ଭୟାନକ ହେଇଛି। ଏଠି ଷ୍ଟାଣ୍ଡ ଅଛି ଜୟ ଶ୍ରୀରାମ ଦେଖାଯିବ ଯାହା ହବ। ଚାଲନ୍ତୁ ଭିତରକୁ ପଶିବା ଏଣ୍ଟ୍ରି କରିଗଲେ ଆଉ ଏମିତିକା କି ଏଇଟା ଆମ ଫିଲ୍ଡ ବିରାଟ ବଡ଼ ଅଛି କୁହୁଡ଼ା ହେଇଛି ଦେଖାଯାଉନି। ମୁଁ ଦିନରେ କେତେବେଳେ ଆଡ଼େ ବୁଲତା ହେଲେ ଦେଖେଇବି ତୁମମାନଙ୍କୁ। ଆଉ ପାଖରେ ବି ଆମ ଷ୍ଟେସନଟା ଅଛି ତ ଷ୍ଟେସନ୍ ଉପରେ ସେମିତି କିଛି ଆକ୍ଟିଭିଟି ଅଛି କିନ୍ତୁ ଆମେ ଆକ୍ଟିଭିଟି ପାଇଁ ସେଠିକି ଗଲେନି କାହିଁକିନା ଟ୍ରେନ୍ ମ୍ୟାନ୍ ଆଉଛି ଟର୍ଚ୍ଚ ଫର୍ଚ୍ଚ ମାଇଲେ ଯଦି ତାଙ୍କୁ ଅସୁବିଧା ହେବ କିଛି ସେଥିପାଇଁ ଗଲେନି ସେଠିକି। ତ କାଲି ଆଡ଼କୁ ଆମେ ସେଇ ଲାଇନ୍ରେ ଯିବା ଦେଖିବା। ଜଷ୍ଟ ଉଛୁଣି ଆମେ ଟିକେ ବସିବା ଏଇଠି କେମିତି ଆମକୁ ଲାଗୁଛି କ'ଣ କରୁଛେ ଆମେ ଟିକେ ଦେଖିବା। ଆଉ ବାପ ଆଉ ଆମର ଅଛନ୍ତି ବଡ଼ ଭାଇ ଯେଉଁ ଭାଇ ଅଛନ୍ତି ସିଏ ମୁହଁଟାକୁ ଟିକେ ନୁଚଉଛନ୍ତି କାହିଁକି କେଜାଣି ମୁଁ ଜାଣିନାହିଁ ମୋବାଇଲ୍ ଦେଖୁଛନ୍ତି ଆଉ। ହଉ ବାପ ଫ୍ଲାସ୍ଟା ଜାଳୁଛୁ ଫ୍ଲାସ୍ଟା ଅଫ୍ କରିଦେ ଫ୍ଲାସ୍ ଜାଳିଲେ ଆଇବେନି ଶ୍ୱଶୁର ପୁଅ। ଆମେ ଏଇଠି ପାହାଚରେ ବସି ପଡ଼ିବୁ ଟିକେ ଏଇ ବାଣ୍ଡା ଛେଳି ହଗି ଦେଇଛନ୍ତି ଏଠି। ହଉ ଛାଡ଼ ଛେଳି ଫେଳି ହଗି ଦେଇଛନ୍ତି ଆମେ ବସି ପଡ଼ିବା ଜାଗା ଉପରେ ଦେଖାଯାଉ କ'ଣ ହେଉଛି। ଟର୍ଚ୍ଚ ଫର୍ଚ୍ଚ ସବୁ ବନ୍ଦ କରିଦିଅ ହେଲା। ଆମେ ଫିଲ୍ଡରେ ବସିଗଲୁ ଆଉ କ'ଣ ହେଉଛି କ'ଣ ନାହିଁ ସବୁ ଦେଖ ସମସ୍ତେ ହେଲା। ବେ ବାପ ଆଇ ଦେଖ ଟର୍ଚ୍ଚ ଏଠି ପକେଇ ସେଟା କିସ କଣ ସେଠି ତ ବାଳ ଲାଇଟ୍ ଜଳୁନଥିଲା ଆଇଲା ବେଳେ ପଶିଲେ ଯେତେବେଳେ ଲାଇଟ୍ କେମିତି
ଏବେ ଆମେ ଏଣ୍ଟର ହେଇଯିବା ପଡ଼ିଆ ଭିତରକୁ। ପଡ଼ିଆ ଭିତରେ ସେମିତି କିଛି ମଝିକି ଟିକେ ଯିବା, ମାନେ ଖେଳ ଯେଉଁଠି ହୁଏ ସେଇଠିକି ଟିକେ ଯିବା। ଲୋକ ବାକ ବି ଏଇଠି ରହୁଛନ୍ତି, କିନ୍ତୁ ସେମିତିକା କିଛି ଲୋକ ବି ସେମାନେ କୁହନ୍ତି, ଆମେ ଯାହା ଶୁଣିଛେ ଇଏ କରିଛେ। ଏଇଟା ହେଉଛି ଏଇଠି ଖେଳନ୍ତି ସମସ୍ତେ। ଏଇଟା ପିଚ୍ଟା ଯେମିତି ଦେଖିପାରୁଛ ସମସ୍ତେ ହେଲା, ଏଇଟା ପିଚ୍ଟା। ଆଉ ମାଗିଆ ବାପ, ଏଇ ବାପ ବାପ କିସ ହେଲା ବେ? କ'ଣ ହେଲା ବେ? କ'ଣ ହେଲା ବେ? କି ଦେଖିଲୁ କି ଦେଖିଲୁ କି ତୁ? ବାପ ଏଇ ଉଠ ଉଠ, ମାଗି ମୁଁ ମୁହଁ ଖାଡ଼ା କରୁଛୁ, ଉଠ ଉଠ, ଏଠୁ ପଳେଇବା, ଉଠ ଉଠ। ଏଇ ଏମିତିକା ଆମେ ଭିତରକୁ ପଶତେ ନାହିଁ, ଏଣ୍ଟର କରତେ ନାହିଁ ଫିଲ୍ଡ ଭିତରକୁ। ଏମିତି କିଛି ଘଟିଯାଇଛି ଆମ ସାଥୀ ସହିତ। ତ ବାପ ବାପା ଉଠାଉ ତାକୁ, ଉଠାଉ ଉଠାଉ, ଏଠୁ ବାହାରି ଯିବା। ଏଇ ଆଗ ଉଠାଉ ଉଠାଉ ଉଠାଉ, ଆଗ ବାହାରି ଯିବା, ଏଠୁ ବାହାରି ଯିବା, ଉଠ 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 ଉଠ। ଚାଲନ୍ତୁ ତାକୁ ଉଠେଇକି ନେଇକି ରାସ୍ତା ପାର ହେଇଗଲା ପରେ ଆମେ କଥା ହଉଛି, ଚାଲ। ତ ସାଙ୍ଗମାନେ ସେଠି ଭିଡ଼ିଓଟା ଅଫ୍ କରିଦେଲି, ପୁରା ପଳେଇ ଆସିଲେ ଆମ ସ୍କୁଲ ପାଖକୁ ହେଲା। ଯେମିତିକି ଏଇ ପଡ଼ିଆଟେ ଫିଲ୍ଡ, ଆ ଭିତରେ ବି କିଛି ଆକ୍ଟିଭିଟି ଅଛି। ଆମେ ଆଉ ଆ ଭିତରେ କିଛି ଇଏ କରିବାନି, କାହିଁକିନା ଆମର ବେ ଉଠେଇକି କଲ୍ କାଟ। ତ ବାପ ଦେଖି ନେଇଛି ବହୁତ ହେଲା। ଆମେ ତ ତାକୁ ଅନେଇଲେ ସମସ୍ତେ ଭିଡ଼ିଓରେ ଥିଲେ, ଆଉ ମୁଁ ବି ସିଆଡ଼କୁ ଏତେ ଧ୍ୟାନ ଦେଇନାହିଁ। ବାପ ତାର କାଡ଼େ ଦେଖି ନେଇଛି। ଆଉ ମୁଁ ତ ମାନେ ବିଲିଭ୍ ବି କରିପାରୁନି ଏରକ ଜିନିଷ ବୋଲିକା। ସେ ଦେଖିକି ବେଉସ ହେଇଗଲା। ତାପରେ ତାକୁ ବେଉସରୁ ଉଠେଇ ଦେଇକି ତା ପଚାରେ କେକଡ଼ ସାଇଡ଼୍ରେ ଦେଖିଥିଲୁ? ତ ସିଏ କହିଲା ମୁଁ ଏକଡ଼ ସାଇଡ଼୍ରେ ଭାଇ ଦେଖିଥିଲି ହେଲା। ତ ତାକୁ ଆମେ ସେଠିକି ବି ଆମେ ଅନେଇଲୁ, ଆଉ ସେଠି ଭିଡ଼ିଓ କରିତେ ଆମକୁ ଆଉ ସାହସ ହେଲାନି। ତ ତାକୁ ଆମେ ଆଗେ ଭଲ ଜାଗାକୁ ସେଫ୍ ଘିନି ଆସିବା ଦରକାର। ଆମ ଦୋକାନ କତିକି ତାକୁ ଘିନି ଆଇଲି, କାହିଁକିନା ଭାଇ ଯେମିତିକା କି ସେ ଆସିଛି ଆମ ସହିତ, ତ ତାକୁ ଆମେ ଆଗେ ଇଏ କରିବା ଦରକାର ନା, ପ୍ରୋଟେକ୍ଟ। ତାକୁ ଆମେ ଘିନି ଆଇଲେ ଭାଇ ଆଉ ମୁଁ କି ତ ଆଣିକି ଏଠି ଆମେ ବସିଛେ, ଟିକେ ତାକୁ ପାଣି ଫାଣି ପିଇକି ତାଙ୍କ ଘର କତିରେ ନେଇକି ତାକୁ ଛାଡ଼ିବା। ଆମେ କିଛି ତାଙ୍କ ଏରିଆରେ ବି କିଛି ବୁଲିଗଲା ସେଠି ଆସିବା। ତ ସାଙ୍ଗମାନେ ତାକୁ ଆମେ ଛାଡ଼ି ଦେଇକି ଏବେ ପୁରା ଚାଲିଲେ ଭାଇର ମୋର ବାଏ ବାଏ ନୁହେଁ, ଘର କତିକି ଯିବା। ଘର କତିରେ ଯାଇକି ଏଣ୍ଡ କରିବା। ଆଉ ଘର କତିରେ ଯାଇକି ସମସ୍ତଙ୍କୁ କ'ଣ ନାହିଁ କ'ଣ ହେଇଛି ଜଣେଇବି, କାହିଁକିନା ରାସ୍ତାରେ ଏବେ ଅଛି ନା ଭାଇ, ଗାଁ ପୁରା ଭୟାନକ ରାସ୍ତା। ଓଭର ହେଇଗଲାଣି, ରାତି 11 ବାଜିଲାଣି। ତ ଗାଁରେ ଆମର ଏଇଟା କ'ଣ ଠାକୁର ଗାଁ, ଠାକୁରଙ୍କୁ ଡାକି ଖାଲି ଚାଲିଛି। ଘର କେମିତି ପହଞ୍ଚାଯାଏ, ମୁଁ ଖାଲି ଭାଇ ସାହସର ଆସିଛି ନା କି ସବୁ ଭାଇ? ହଁ, ଆମେ ଖାଲି ସାହସର ଗୋଟେ ପଳେଇ ଆଇଲେ, ନହେଲେ ବି ଇଚ୍ଛା ନଥିଲା। ଆଜି କେମିତିଆ ଶୀତ ହେଉଛି, କଣକଣିଆ ଶୀତ। ଖାଲି ତମମାନଙ୍କୁ ଗୋଟେ ଗାଁ ଟ୍ରାଭେଲ୍ ଗୋଟେ କରିଦେବା। ଯେ ସମସ୍ତେ ତ ଘର ହେଉଛନ୍ତି, ଆମ ଅଧିକାଂଶ ଲୋକ ତ ଆମ ଗାଁ ଲୋକ ଅଛନ୍ତି ମୋ ସବସ୍କ୍ରାଇବର୍ରେ। ଆଉ ଯେମିତିକି ମୋତେ ଗୋଟେ ଖୁସି ଲାଗିଲା, ସେଦିନ ପୋଷ୍ଟ କରିଥିଲି ଭିଡ଼ିଓ, ତ 55 ଜଣ ଦେଖିଛନ୍ତି, ଭ୍ୟୁ ଆସିଛି। ମୋତେ ସେଇଟା ଟିକେ ପସନ୍ଦ ଲାଗିଲା। ମୁଁ କହିଲି ହଉ, ରେଗୁଲାର ଏଥର ଭିଡ଼ିଓ ଆଣିବା ନୂଆବର୍ଷ ଭିତରୁ। ଆଉ ଏଥର ବନ୍ଦ ଏତେ କରିବାନି, କାହିଁକିନା ବନ୍ଦ କରିଦେଲା ବେଳକୁ ନା ରିଚ୍ ଯିବନି। ଆଉ ସମସ୍ତେ ଦରକାର ନା ଭାଇ, ମୋ ଫ୍ୟାମିଲି ଦରକାର ଭାଇ। ୟୁଟ୍ୟୁବ୍ ଫ୍ୟାମିଲି ବେଷ୍ଟ ଫ୍ୟାମିଲି, ସେମାନଙ୍କ ସହିତ ତ ମୁଁ ଦୁଃଖ ସେୟାର କରିପାରିବି ନା। ଇନଷ୍ଟା ଫ୍ୟାମିଲିରେ ତ ମୁଁ ଦୁଃଖ ସେୟାର କରୁଛି, ୟୁଟ୍ୟୁବ୍ ଫ୍ୟାମିଲିରେ ବି ଦୁଃଖଟାକୁ ସେୟାର କରିକି ଇଏ କରିଦେବି। ଆଉ ଏଠି ଆମ ଶିବ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର ଅଛି ଏଠି ହେଲା କି। ହଉ ଚାଲ ଘର କତିରେ ପହଞ୍ଚିକି ବ୍ଲଗ୍ଟା ଷ୍ଟାର୍ଟ କରୁଛି। ସାଙ୍ଗମାନେ ଘରେ ଆସିକି ପହଞ୍ଚି ଯାଇଛି, ରାତି ହେଇଗଲାଣି, ଶୋଇପଡ଼ିବା। ଆଉ ସେମିତି କିଛି ବହୁତ ଭୟାନକ ଷ୍ଟାଇଲ୍ର ଆକ୍ଟିଭିଟି ସବୁ ଦେଖିବାକୁ ମିଳିଲା। ଆଉ ତ ଡରରେ ଆଉ କିଛି କହିବାର ମାନେ ନାହିଁ। ସେ ଛୁଆ ତ କେମିତିଆ ହେଇଛି ସମସ୍ତେ ଦେଖିବେ। ଭିଡ଼ିଓଟା ଗୋଟେ ଲାଇକ୍ ଆଉ ସବସ୍କ୍ରାଇବ୍ ଟିକେ କରିଦେବେ। ଭାଇର ଭିଡ଼ିଓଟାକୁ ଟିକେ ସମସ୍ତଙ୍କୁ ସେୟାର କରି ଟିକେ ସବସ୍କ୍ରାଇବ୍ କରାଇଦେବେ ପ୍ଲିଜ୍। ଏତିକି ସମସ୍ତଙ୍କ ପାଖରେ ମୋର ଅନୁରୋଧ ହେଲା। ଚାଲନ୍ତୁ ଆଉ ଗୋଟେ ନ୍ୟୁ ବ୍ଲଗ୍ରେ ଦେଖା ହେବ।